26 ବର୍ଷ ତଳର ଗୋଟେ ମଲା ଅତୀତ। ମା ମରିବା ଠାରୁ ମୁଁ କେବଳ ମୋ ଠିକଣା ଖୋଜୁଥିଲି। ସେ ଠିକଣାଟା ମୋତେ ଆଜି ମିଳିଯାଇଛି। ଭଲ ହେଲା, ଠିକଣାଟା ତମକୁ ମିଳିଯାଇଛି। ନହେଲେ ଚିଠିଟା ଲେଟର ବକ୍ସରେ ପଡ଼ି ରହିଥାଏ। ସେ ଚିଠିଟା କୋଉ ଗାଁରୁ ଆସିଛି ଜାଣିଛନ୍ତି ନୀଳାଚଳ ମହାପାତ୍ର? କୋଉଠୁ ଆସିଛି? ନୂଆପାଟଣା ଗାଁରୁ। ନୂଆପାଟଣା ଗାଁରୁ? ଗାଁ ନାଁଟା ଶୁଣି ଏମିତି ଚମକି ପଡ଼ିଲେ ଯେ ଲାଗୁଛି ସେ ଗାଁଟାକୁ ଅନେକ ଆଗରୁ ଜାଣିଛନ୍ତି। ମୁଁ ଜାଣିଛି। କଣ ହେଲା? ଯଦି ସେ ଗାଁକୁ ଜାଣିଛନ୍ତି, ସେ ଗାଁର ଶେଷ ମୁଣ୍ଡରେ ଥିବା ସେ ଚାଳ ଘରଟାକୁ ଜାଣିଥିବେ। ଭାଇ ସେମିତି କିଛି ମୋର ମନେ ପଡୁନି। କଣ ହେଲା? ଚାଳ ଘର କିଛି ମୋର ମନେ ପଡୁନି। ଆପଣଙ୍କ ଛାତ ଉପରେ ଠିଆ ହେଇ ଚାହିଁଲେ ସେ ଚାଳ ଘରଟା ଦେଖାଯିବ। ଭଲ କରି ମନେ ପକାନ୍ତୁ ନୀଳାଚଳ ମହାପାତ୍ର, ଭଲ କରି ମନେ ପକାନ୍ତୁ। 10 ଫୁଟ ବାଇ 8 ଫୁଟର ସେ ଚାଳ ଘରଟା, ଦୁଆରେ ଫଳ ପେଟିର କବାଟ। ସେ ଘର ଭିତରେ ଖଜୁରୀ ଚଟ, ଆଉ କିଛି ଛିଣ୍ଡା କନ୍ଥା ବେଡସିଟ୍, ଆଉ ହାଣ୍ଡି କଡା 2 ଖଣ୍ଡ। ଆପଣଙ୍କ କେତେ ଦରକାରରେ ଆସିଛି ମନେ ପକାନ୍ତୁ ନୀଳାଚଳ ମହାପାତ୍ର। କୁହନ୍ତୁ ନୀଳାଚଳ ମହାପାତ୍ର, ସେ ଘରକୁ ପଖାଳ ଆଉ ଶାଗ ଭଜା ଖାଇବାକୁ ଯାଇଥିଲେ ନା ସେ 10 ଫୁଟ ବାଇ 8 ଫୁଟ ଘର ଭିତରେ ଥିବା ଝିଅର କଅଁଳିଆ ମାଂସ ଖାଇବାକୁ ଯାଇଥିଲେ? କୁହନ୍ତୁ। କାହା କଥା କହୁଛୁ? ସେଇ ନୂଆପାଟଣା ଗାଁ କୁସୁମ କଥା କହୁଛୁ। ଗରିବ ଝିଅ ବୋଲି ବହୁତ ଫାଇଦା ଉଠେଇଲେ। ସେ ଛିଣ୍ଡା କନ୍ଥା ବେଡସିଟ୍ ଉପରେ ଆପଣ ବହୁତ ଶୋଇଲେ। ଯେତେବେଳେ କୁସୁମ ପେଟରେ ପାପ ବଢିଲା, ଆପଣଙ୍କର ଆଉ ଦେଖା ମିଳିଲା। ତାକୁ ବୁଝାଇ ଦେଲେ, ଅପେକ୍ଷା କର। ସେ କେତେ ଯେ ଅପେକ୍ଷା କରିଛି। ତାକୁ ମଝିରେ ମଝିରେ କିଛି ଡାଲି ଚାଉଳ ଆଉ ପୋକା ପରିବା। ବାସ୍ ଆପଣଙ୍କର କଣ ଏତିକିରେ ଡ୍ୟୁଟି ଓଭର? ନା ତାକୁ ଘରକୁ ଆଣିଲେ, ନା ତାର କିଛି କଥା ବୁଝିଲେ। କୁହନ୍ତୁ ନୀଳାଚଳ ମହାପାତ୍ର, ତାକୁ ମାରିଦେଇ ଆପଣ କଣ ଲାଭ ପାଇଲେ? ତୁ ଏ କଥା ପଚାରିବା ପାଇଛି? ମୁଁ ହେଲି ସେଇ କୁସୁମର ପୁଅ ମେଘା। କୁସୁମ ମହାନ୍ତିକୁ ଯୋଉ ଦୁଃଖ ଦେଇ ଆସିଲେ, ମୁଁ ହେଲି ସେଇ ଦୁଃଖୀ। ଭଉଣୀଟା ମରିଗଲା, ମୁଁ ଏକା ହେଇଗଲି। ସେଇଦିନ ଠାରୁ ମୁଁ ଖୋଜୁଛି, ସେଇଦିନ ଠାରୁ ମୁଁ ଖୋଜୁଛି, ମୋ ବାପାକୁ ଖୋଜୁଛି। ଯୋଉଦିନ ତା ସହିତ ଦେଖା ହେଇଯିବ ମୁଁ ବଞ୍ଚିବି କି ମରିବି ଜାଣିନି। ହେଲେ ମୁଁ ଭାବିଥିଲି ମୋ ବାପା ବଞ୍ଚିବନି। ହେଲେ କୁହନ୍ତୁ ନୀଳାଚଳ ମହାପାତ୍ର, କୁହନ୍ତୁ ତାକୁ ମାରିଦେଇ ଆପଣ କଣ ଲାଭ ପାଇଲେ? ସେଇ ଭୁଲ ପାଇଁ ମୁଁ ପ୍ରତି ମୁହୂର୍ତ୍ତରେ ମରୁଥିଲି ମେଘା। ଏମିତି ଗୋଟେ ଜାଗା ନାହିଁ ଯୋଉଠି ମୋ ବାପାକୁ ନ ଖୋଜିଛି। ଏମିତି ଗୋଟେ ଜାଗା ନାହିଁ ଯୋଉଠି ମୋ ବାପାକୁ ନ ଖୋଜିଛି। ମତେ ଆଉ ବାପା ଡାକିବାକୁ ଇଚ୍ଛା ନାହିଁ। କଣ କହିଲୁ? କଣ କହିଲୁ ମେଘା? ମୁଁ ଶପଥ ନେଇଥିଲି ନୀଳାଚଳ ମହାପାତ୍ର, ଦେଖା ହେଇଯିବ ମୁଁ ତାକୁ ହାଣି କାଟି ଶେଷ କରିଦେବି। ଯୋଉଠି ଗୋଟେ ଗରିବ ଝିଅକୁ ସିନ୍ଦୁର ବଦଳରେ ଡାଲି ଚାଉଳ ମିଳେ, ମୋ ପରି ମିଛୁଆ ପୁଅକୁ ଗୋଟେ ମିଛୁଆ ବାପ ମିଳେ। ହେଲେ ଏମିତି ବେଳରେ ମୋ ବାପାଟା ଦେଖା ହେଲେ ଯେ ମତେ ଆଉ ବାପା ଡାକିବାକୁ ଇଚ୍ଛା ନାହିଁ। ମୋର ଆଉ ବଞ୍ଚିବାକୁ ବି ଇଚ୍ଛା ନାହିଁ। କୁହନ୍ତୁ ନୀଳାଚଳ ମହାପାତ୍ର, ମାଆକୁ ମାରିଦେଇ ଆପଣ କଣ ଲାଭ ପାଇଲେ? ନିଅନ୍ତୁ, ମତେ ହାଣି କାଟି ଶେଷ କରିଦିଅନ୍ତୁ। ମୋ
मते आउ पुओ कहिबाकू पड़िबनी थरे नुआ मेघा थरे नुआ मु 100 थर कहिबी मु 1000 थर कहिबी तुम हरि पुओ तुम हरि पुओ लुह बही जाऊँ ये मोर लुह नुहे मेघा ये हूँ तो बाप सुमर लुह ए मोरी आखि माथे नहीं बाहरी आसुची मु तो माँ को नेग्लेक्ट कर थई पारे पारी मु जदी सेही पूजारी रे मते मारी दे ना मारी दे रे मेघा मते मारी से कथा कहंतुनी आपणकर किछि हेई गले मु बापा डाकिबी काहाको ए मेघा मु आसुची बाबा कुआड़ी जी आपण भलरे रुहंतु मु आसुची बाबा ए मेघा तू मो पाखु को आसिकरी चली जाउछु कुआरे मते बापा मते से 10 फुट बाय 8 फुट चाला घरटा अपेक्षा करिछि आपणकर ए राजउवास रे रहिबाकू मोर लोभ नाही केवल मझिरे मझिरे आसी मु खाली टिके आपण को देखि देई जी बाबा